ଆପଣ ମାନେ ଏବେ ରିସେଣ୍ଟଲି ଗୋଟେ ନ୍ୟୁଜ୍ ଶୁଣିଥିବେ କି ହାଇକୋର୍ଟ ତରଫରୁ ଗୋଟେ ଜଜମେଣ୍ଟ ଆସିଛି କି ଆରାବଳୀ ଯେଉଁ ସବୁ ହିଲ୍ ଅଛି ରାଜସ୍ଥାନରେ, ତ ସେଇଟାକୁ କାଟିଦେବା ପାଇଁ ଆକ୍ଚୁଆଲି କହିଛନ୍ତି। ସେ ପାହାଡ଼କୁ ସବୁତକ ପ୍ଲେନ୍ କରିକି ତା ଉପରେ ସିମେଣ୍ଟର ଫ୍ୟାକ୍ଟ୍ରି ଲଗାଇବା ପାଇଁ ଆମ୍ବାନୀକୁ ଦିଆହେଇଛି। ଏଇଟା ଆକ୍ଚୁଆଲି ମେନ୍ କଥା ହେଉଛି ଭାଇ, ମାନେ ଯେଉଁ ଜାଗାରେ ଲୋକ ରହୁଛନ୍ତି, ଯେଉଁ ଜାଗାରୁ ପ୍ରକୃତିରୁ ଜିନିଷ ମିଳୁଛି, ସେ ଜାଗା କେହି ନଷ୍ଟ କରୁଛନ୍ତି। ଏତେ ବଡ଼ ମରୁଭୂମି ପଡ଼ିଛି, ସେଇଠି ସିମେଣ୍ଟ କାରଖାନା ବନେଇ ପାରୁନି, ଗୋଟେ ଏତେ ବଡ଼ ଜଙ୍ଗଲକୁ କାଟିକି ଏମାନେ ସବୁ ସିମେଣ୍ଟ ଫ୍ୟାକ୍ଟ୍ରି ବନେଇବେ ବୋଲି କହୁଛନ୍ତି। ମାନେ ସରକାର ସବୁ ମାନେ ପାଗଳ ହେଇଯାଇଛନ୍ତି ଗୋଟେ ପ୍ରକାର କହିବାକୁ ଗଲେ। ଯେଉଁ ଜାଗାରେ ଜିନିଷ ଦରକାର ନାହିଁ ସେଇ ଜାଗାରେ ତୁମେ ବନେଇବା କଥା, ଯେଉଁ ଜାଗାରେ ଜିନିଷ ବେଶୀ ଦରକାର ହେଉଛି ସେ ଜାଗାରେ ତୁମେ ନଷ୍ଟ କରିଦେଉଛ। ଏଇଟା ହେଉଛି ବହୁତ ବଡ଼ ଭୁଲ ଜିନିଷଟା। ଆକ୍ଚୁଆଲି କ'ଣ ହେଉଛି ନା, ଯେତେ ସବୁ ଆପଣମାନେ ପ୍ରକୃତିରେ ଦେଖୁଛନ୍ତି ଗଛ ଏରା ସବୁ ଅକ୍ସିଜେନ୍ ଦିଏ। ଆଉ ଆପଣମାନେ ଏବେ ଜାଣିଛନ୍ତି କି ଦିଲ୍ଲୀରେ ଯେତେ ସବୁ ଏୟାର ପଲ୍ୟୁସନ୍ ମାତ୍ରା ବଢ଼ି ଚାଲିଛି, ସେଥିପାଇଁ ଗଛ ଲଗାଇବାଟା ମୋଷ୍ଟ କମ୍ପଲସରି। କିନ୍ତୁ ଆମ ସରକାର କ'ଣ କରୁଛନ୍ତି ନା, ଗଛ କାଟି ଦେଉଛନ୍ତି ଆଉ ତା ବଦଳରେ କହୁଛନ୍ତି ଯେଉଁ ଜାଗାରେ ଗଛ ଅଛି ସେଇ ଜାଗା କାଟିକି ତା'ମାନେ ସିମେଣ୍ଟ ଫ୍ୟାକ୍ଟ୍ରି କୌଣସି ଫ୍ୟାକ୍ଟ୍ରି ବନାହେବ। ଏଇଟା ହେଉଛି ବହୁତ ବଡ଼ ଭୁଲ ସରକାରଙ୍କର। ତ ଆମେମାନେ ନିବେଦନ କରୁଛୁ ସରକାରଙ୍କୁ, ଏମିତି ଭୁଲ କରନ୍ତୁ। ଯେଉଁ ଜାଗା ଦରକାର ନାହିଁ ସେ ଜାଗାରେ କରନ୍ତୁ, ଯେଉଁ ଜାଗା ଦରକାର ଅଛି ହ୍ୟୁମାନ୍ ପାଇଁ ବହୁତ ଦରକାର, ସେ ଜାଗାକୁ ତ ନଷ୍ଟ କରନ୍ତୁନି।